ବଢ଼ୁଥିବା ଥଣ୍ଡାରେ କିଛି ଗରମା ଗରମ ଯଦି ଜଳଖିଆ ମିଳିଯାଏ ତାର ମଜା କିଛି ଅଲଗା ଥାଏ। ସକାଳର ଜଳଖିଆଟା ପୁରାପୁରି ହେଲ୍ଦି ରହିବ ତ ଦେଖିବେ ସମସ୍ତେ ପସନ୍ଦ ବି କରନ୍ତି। ତ ଆଜି ଆମେ ପ୍ରସ୍ତୁତ କରିବା ସ୍ପେଶାଲ ଉପମା ସହିତ ସ୍ପେଶାଲ ବୁଟ ଆଳୁର ତରକାରୀ। ପୁଣି ବିନା ପିଆଜ ରସୁଣ ବନିକି ରେଡ଼ି ହେବ, ମନ୍ଦିର ଭଳି ହିଁ ବାସ୍ନା ଆସିବ। ବହୁତ ସ୍ୱାଦିଷ୍ଟ ଲାଗେ এই ରେସିପିଟି, ତ ଆପଣମାନେ ଥରେ ମାତ୍ର ଟ୍ରାଏ କରନ୍ତୁ। ଆପଣମାନେ ତ ବିଭିନ୍ନ ପ୍ରକାର ଉପମା ବନେଇକି ଖାଇଥିବେ, କିନ୍ତୁ ଏଇ ଉପମାଟି ଦେଖିବେ ପୁରାପୁରି ସ୍ପେଶାଲ ରହିବ। ତ ଆଜି ଆମେ ପ୍ରସ୍ତୁତ କରିବା ସ୍ପେଶାଲ ଉପମା ସହିତ ସ୍ପେଶାଲ ବୁଟ ତରକାରୀ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ୟାମିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ ଗୋଟେ ପ୍ରେସର କୁକର ନେବା, ସେଇଥିରେ ଆମେ ବୁଟକୁ ଏଡ୍ କରିଦେବା, ଆଳୁ ଏଡ୍ କରିଦେବା। ଯେତିକି ଆପଣମାନେ ବୁଟ ନେଇଥିବେ ବା ଆଳୁ ନେଇଥିବେ ସେ ଅନୁସାରେ ଏଡ୍ କରିଦେବେ, ଆଉ ସ୍ୱାଦ ଅନୁସାରେ ଦେଇଦେବେ ଲୁଣ। ପ୍ରେସରରେ ଆକୁ 3ରୁ 4ଟି ସିଟି ଦେଇଦେବା, ଯେମିତିକି ବୁଟ ଆଉ ପୁଣି ଆଳୁ ଯେମିତି ସିଝିଯିବ। ତାପରେ ଏଠି 2ଟି ଟମାଟୋ ନେବା, ଟମାଟୋକୁ ଆମେ ପିସେସରେ କଟିଂ କରିଦେବା। ତ ଫ୍ରେଣ୍ଡସ୍, ଆପଣମାନେ ଏଇ ଚଣାକୁ କାବୁଲି ଚଣା ତ ନୁହଁ, ଆପଣମାନେ ୟାକୁ ବୁଟ ବୋଲି କୁହନ୍ତି କି ସୁଲି ଚଣା କୁହନ୍ତି କି କଳା ଚଣା କୁହନ୍ତି, ଆପଣମାନେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ତ ପ୍ରଥମେ କ'ଣ କରିବା, ଗୋଟେ ଜାର୍ ନେବା, କଟିଂ କରି ରଖିଥିବା ଟମାଟୋକୁ ଏଡ୍ କରିଦେବା ଜାର୍ରେ, ଶୁଖିଲା ଲଙ୍କା ଏଡ୍ କରିବା, ଅଦାକୁ ଏଡ୍ କରି ଗୋଟେ ଆମେ ଫାଇନ୍ ପେଷ୍ଟ ବନେଇଦେବା। ଯେହେତୁ ମୁଁ ବିନା ପିଆଜ ରସୁଣ ବନାଉଛି ତ ମୁଁ ଏଠି ରସୁଣକୁ ସ୍କିପ୍ କରିଛି। ଆପଣମାନେ ଯଦି ପିଆଜ ରସୁଣ ବନେଇବାକୁ ଚାହୁଁଛନ୍ତି ତାହେଲେ ଏହି ସମୟରେ ଆପଣମାନେ ଏଠି ରସୁଣକୁ ଏଡ୍ କରିପାରିବେ ଅଦା ସହିତ। ତ ଦେଖନ୍ତୁ ଏଠି ଆମର ବୁଟ ବି ସିଝି ବି ଗଲାଣି। ତ ସିଝି ସାରିବା ପରେ ଆପଣମାନଙ୍କୁ ଦେଖାଉଛି, ଦେଖନ୍ତୁ କେତେ ବଢ଼ିଆ, ଯେମିତି ଆମେ ବୁଟଟାକୁ କ୍ରସ୍ କରିବା ନା এইଭଳି ପ୍ରୋସେସ୍ରେ ସେ ପୁରା କ୍ରସ୍ ହେଇଯାଉଥିବ, ଜାଣିଦେବେ ପରଫେକ୍ଟଲି ପୁରା ସିଝି ବି ଗଲାଣି। ଆଉ ଆଳୁ ବି ଦେଖନ୍ତୁ ପୁରା ସିଝିଗଲା, ଆଳୁର ଚୋପାକୁ ମୁଁ ଏଠି ଛଡ଼େଇ ଦେଇଛି। ତ ଏବେ ଚାଲନ୍ତୁ ଆକୁ ସାଇଡ଼୍ ରଖିଦେବା, ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ପ୍ରଥମେ ଗୋଟେ କରେଇ ନେବା, ସେଥିରେ ଏଡ୍ କରିଦେବା ରିଫାଇନ୍ ତେଲ। ଯେତିକି ଆପଣମାନେ ତେଲ ଖାଇବା ପସନ୍ଦ କରନ୍ତି ସେ ଅନୁସାରେ ତେଲ ଏଡ୍ କରିବେ। ତାପରେ ହାଫ୍ ଚାମଚ ଜିରା ଏଡ୍ କରିଦେବା, ଆଉ ଶୁଖିଲା ଲଙ୍କା ଗୋଟେ ପିସ୍ ଦେବା। ଆମେ ବଟା ଦେଇଥିବା ଟମାଟୋର ପେଷ୍ଟକୁ ଏଡ୍ କରିଦେବା, ଟମାଟୋ ପୁଣି ଶୁଖିଲା ଲଙ୍କା ଅଦାର ପେଷ୍ଟ ଯେଉଁ ବନେଇକି ରଖିଥିଲେ ତାକୁ ସେଥିରେ ଏଡ୍ କରିଦେବା। ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଆମେ ଟିକେ କଷିବା, ଯେମିତିକି ଟମାଟୋର ଯେମିତି କଞ୍ଚା ସ୍ମେଲ୍ ଚାଲିଯିବ। ଆଉ ଦେଖନ୍ତୁ ଘରର ବେସିକ୍ ମସଲା ହିଁ ମୁଁ ଏଥିରେ ଏଡ୍ କରୁଛି। ହଳଦୀ ଗୁଣ୍ଡ ଦେଇଛି ହାଫ୍ ଚାମଚ, ଯେତିକି ରାଗ ଖାଇବେ ସେ ଅନୁସାରେ ଲଙ୍କାଗୁଣ୍ଡ ଏଡ୍ କରିଦେବେ। ଯେହେତୁ ଆମେ ଶୁଖିଲା ଲଙ୍କାକୁ ବାଟିଥିଲେ ଦେଖିକି ଲଙ୍କାଗୁଣ୍ଡ ଏଡ୍ କରିବେ ଯେତିକି ରାଗ ଖାଇବେ। ତାପରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣକୁ ଏଡ୍ କରିଦେବା। ଲୁଣକୁ ଏଡ୍ କରିସାରିବା ପରେ ଆମେ ମସଲା ଲୁଣକୁ ସେ ଭଲସେ ଟିକେ ଆକୁ ମିକ୍ସ କରିଦେବା, ଆଉ ଟିକେ ସମୟ କଷି ହେବାକୁ ଦେବା, ଯେମିତି ତେଲ ପୁରା ଦେଖାଯିବ। ତ ଜାଣିଦେବେ ଯେ ପରଫେକ୍ଟଲି କଷି ହେଇସାରିଲା। ତ ଦେଖନ୍ତୁ ଆପଣମାନେ ଦେଖିକି ନୋଟିସ୍ କରିପାରୁଥିବେ, ତ ଚାରି ସାଇଡ୍ ପୁରା ତେଲ ବି ଦେଖାଯାଉଛି, ଆଉ ଏଇଠି ଆମର ମସଲା ପରଫେକ୍ଟଲି ପୁରା କଷି ବି ହେଇସାରିଛି, ଆଉ ଟମାଟୋ ବି ପୁରାପୁରି ସିଝି ଯାଇଛି। ତ ଏବେ ଏଇଥିରେ ଆମେ ଏଡ୍ କରିଦେବା ଆମେ ଚଣାକୁ ଆମେ ଏଡ୍ କରିସାରିବା ପରେ ଚଣା ବା ବୁଟକୁ ଏଡ୍ କରିଦେବା। ଏଡ୍ କରିକିରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଆମର ତ ଗଞ୍ଜାମ ସାଇଡ଼୍ରେ ଆକୁ କୁହନ୍ତି ସୁଲି ଚଣା ବୋଲି, ଆପଣମାନେ କ'ଣ କୁହନ୍ତି ଆଉ କେଉଁ ସାଇଡ଼୍ରୁ କହୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାଇବା। କେଉଁ ଜିଲ୍ଲାରୁ କହୁଛନ୍ତି ବା କେଉଁ ଜିଲ୍ଲାରୁ ଦେଖୁଛନ୍ତି ଭିଡ଼ିଓ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ଏବେ ଆମେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିବା, ଚଣାକୁ ଟିକେ ଆମେ କଷି ହେବାକୁ ଦେବା। ଦେଖନ୍ତୁ ତାର ସ୍ପେଶାଲ ମସଲା ବନେଇବା ପାଇଁ ଜିରା, ଧନିଆ, ଚକ୍ରଫୁଲ, ପୁଣି ସେଥିରେ ମୁଁ ଏଡ୍ କରିଛି ଡାଲଚିନି। ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଗୋଟା ମସଲା ଏଡ୍ କରିପାରିବେ। ଟିକେ ହାଲକା ଭାଜିଦେବା, ଆମେ ଗୋଟେ ପାଉଡ଼ର ବନେଇକି ରେଡ଼ି କରିଦେବା। ଦେଖିବେ ଏଇ ତରକାରୀ ଯଦି ସ୍ପେଶାଲ ମସଲାଟା ବନେଇକି ଏଡ୍ କରିବେ ନା ତାର ଫ୍ଲେଭରଟା ବହୁତ ବଢ଼ିଆ ଲାଗିବ। ଆଉ ଯେତେବେଳେ ବନେଇବେ ତରକାରୀଟା ସେଇ ସମୟରେ ହିଁ ଡାଇରେକ୍ଟ ଜିରା, ଧନିଆ ପୁଣି ଗୋଟା ମସଲାକୁ ଭାଜିକିରି ଗୁଣ୍ଡ କରି ଏଡ୍ କରିବେ, ତ ତାର ଫ୍ଲେଭରଟା ବହୁତ ବଢ଼ିଆ ଆସିବ। ଯେକୌଣସି ବିନା ପିଆଜ ରସୁଣ ତରକାରୀ ଯଦି ଦେଖିବେ ସ୍ପେଶାଲ ମସଲାଟା ବନେଇକି ଏଡ୍ କରିବେ ତାର ସ୍ୱାଦକୁ ବଢ଼େଇ ଦେଇଥାଏ, ଆଉ ବାସ୍ନାକୁ ବି ବଢ଼େଇ ଦେଇଥାଏ, ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ତ ଏବେ କ'ଣ କରିବା, ଆମେ ସିଝା ଆଳୁ ଯେଉଁ ରଖିଥିଲେ ତାକୁ କ୍ରସ୍ କରି ଏଡ୍ କରିଦେବା। ଆଳୁ ବୁଟକୁ ସବୁ ମସଲା ସହିତ କିଛି ସମୟ ଆମେ କଷି ହେବାକୁ ଦେବା। ଯେମିତି ଦେଖିବେ ଆଳୁଟାକୁ ସବୁବେଳେ କ'ଣ କରିବେ ନା କ୍ରସ୍ କରି ହିଁ ହାତରେ ଏଡ୍ କରିବେ, କଟିଂ କରି ଏଡ୍ କରିବା ବଦଳରେ ଯଦି ହାତ ସାହାଯ୍ୟରେ ଟିକେ କ୍ରସ୍ କରି ଏଡ୍ କରିବେ ତାହେଲେ ଦେଖିବେ ଆଳୁଟା ଟିକେ ସେଥିରେ ମିଳିଯିବ, ଆଉ ଗ୍ରେଭିଟା ବହୁତ ବଢ଼ିଆ ବନିବ, ବହଳିଆ ବନିବ, ଖାଇବାକୁ ପୁରା ସ୍ୱାଦିଷ୍ଟ ଲାଗିବ। ତ ଦେଖନ୍ତୁ ଏଠି ଆମର ସ୍ପେଶାଲ ମସଲା ଗୋଟା ମସଲା ଟିକେ ଭାଜି ହେଇସାରିଲାଣି। ଆଉ କ'ଣ କରିବେ ନା ଆମେ ଗୁଣ୍ଡ କରିଦେବା, ଏବେ କୁଟୁନି ସାହାଯ୍ୟରେ ଟିକେ କୁଟିଦେବା, ଆଉ ତାକୁ ସାଇଡ଼୍ରେ ରଖିଦେବା। ଆଉ ଦେଖନ୍ତୁ ଏଠି ଆମର ଆଳୁ ବୁଟ ସବୁ କଷି ବି ହେଇସାରିଲାଣି। ତ ଏବେ ଆମେ କ'ଣ କରିବା, ଗରମ ଗରମ ପାଣି ସେଥିରେ ଏଡ୍ କରିଦେବା। ପାଣିକୁ ଏଡ୍ କରିସାରିବା ପରେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତାପରେ ସ୍ପେଶାଲ ଗୁଣ୍ଡ ମସଲାଟା ଆମେ ସେଥିରେ ଏଡ୍ କରିଦେବା। ଏଡ୍ କରିସାରିବା ପରେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଫ୍ରେଣ୍ଡସ୍, ଆପଣମାନେ ଏଇ ତରିକାରେ ଥରେ ମାତ୍ର ଟ୍ରାଏ କରନ୍ତୁ, ଦେଖିବେ ଯେଉଁମାନେ ଏଇ ବୁଟଟା ଖାଇବାକୁ ପସନ୍ଦ କରନ୍ତିନି ବି ସେଇମାନେ ବି ମାଗି ମାଗି ଖାଇବେ। ରୁଟି ଭାତ ସବୁ ଡବଲ ଖାଇବେ, ବହୁତ ସ୍ୱାଦିଷ୍ଟ ଲାଗେ ଖାଇବା ପାଇଁ।
ତ ଏବେ କ'ଣ କରିବା, ପୁଣି ଥରେ ଆମେ କଭର୍‌କୁ ଟିକେ ବନ୍ଦ କରିଦେବା। 5 ମିନିଟ୍ ପର୍ଯ୍ୟନ୍ତ ସ୍ଲୋ ଆଞ୍ଚରେ ହିଁ ବନିବାକୁ ଦେବା। 5 ମିନିଟ୍ ପରେ ଆପଣମାନଙ୍କୁ ଦେଖାଉଛି, ଦେଖନ୍ତୁ କେତେ ବଢ଼ିଆ ପୁରା ଆମର ରେସିପିଟି ବନିକି ରେଡ଼ି ହେଇଛି। ଆଉ ଯଦି ଟିକେ ଫ୍ଲେଭରକୁ ବଢ଼ାଇବାକୁ ଚାହିଁବେ ତାହେଲେ ଏଠି ସ୍ପେଶାଲ୍ ଘିଅ ଫୁଟଣ ଆପଣମାନେ ଚାହିଁଲେ ଏଠି କରିପାରିବେ। ସ୍ପେଶାଲ୍ ଘିଅ ଫୁଟଣଟା କ'ଣ ହେବ ନା, ସେଇଟା ବି ଦେଖିବେ ବହୁତ ବଢ଼ିଆ ଫ୍ଲେଭର ଆସିବ। ତ ଯଦି ମନ୍ଦିର ଏମିତିରେ ବି ତ ବହୁତ ବଢ଼ିଆ ବାସ୍ନା ହେଉଥିଲା, ପୁରା ଘର କମ୍ପି ଉଠୁଥିଲା, ମାନେ ପୁରାପୁରି ମନ୍ଦିର ହିଁ ଟେଷ୍ଟ ଲାଗେ, ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ତ ଆପଣମାନେ ଯଦି ଗୁରୁଦ୍ୱାର ଯାଇଥିବେ ସେଠି ଦେଖିବେ ଭଣ୍ଡାରରେ ଏଇସବୁ ରେସିପି ବନାଯାଏ, ଆଉ ଖାଇବା ବି ବହୁତ ବଢ଼ିଆ ଲାଗେ। ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଦେଖନ୍ତୁ ଆପଣମାନଙ୍କୁ ଗୋଟେ ମୁଁ ଏଠି ପ୍ଲେଟ୍‌କୁ ବି ବାଢ଼ିକି ଦେଖେଇ ଦେଉଛି, କେତେ ବଢ଼ିଆ ପୁରା ଆମର ବନିକି ରେଡ଼ି ହେଇଛି, ଆଉ ପୁରାପୁରି ଜୁସି ବନିଛି। ଆଉ ଦେଖନ୍ତୁ ଝୋଳଟା ବା ଗ୍ରେଭିଟା ବି ବହୁତ ବଢ଼ିଆ ବହଳିଆ ବନିଛି। ଯେହେତୁ ଏଥିରେ ଆମେ ଆଳୁ ବି ଏଡ଼୍ କରିଛନ୍ତି, ତ ଦେଖିବେ ମାନେ ବିନା ପିଆଜ ରସୁଣରେ ବି ବହୁତ ବଢ଼ିଆ ସ୍ୱାଦିଷ୍ଟ ରେସିପି ବନିକି ରେଡ଼ି ହୁଏ। ତ ଆପଣମାନେ ଟ୍ରାଏ କରନ୍ତୁ। ତ ଏବେ ଚାଲନ୍ତୁ ଆମର ଆଉ ଗୋଟେ ରେସିପି ଆମେ ପ୍ରସ୍ତୁତ କରିବା। ଗରମ ଗରମ ବୁଟ ଆଳୁ ତରକାରୀ ସହିତ ଗରମ ଗରମ ଉପମା ବନେଇବା। ଉପମା ବନେଇବା ପାଇଁ ପ୍ରଥମେ ଗୋଟେ ଆମେ କରେଇ ନେବା, ସେଇଥିରେ ଏଡ଼୍ କରିଦେବା ଆମେ ରିଫାଇନ୍ ତେଲ। ଯେତିକି ସୁଜିରେ ବନେଇବାକୁ ଚାହିଁବେ ସେ ଅନୁସାରେ ଯେକୌଣସି ଗ୍ଲାସ୍ କି ଗିନାର ମେଜରମେଣ୍ଟରେ ନେବେ। ଏଠି ଦେଖନ୍ତୁ ମୁଁ ଗୋଟେ ଗିନା ସୁଜି ନେଇଛି। ତ ଏବେ ଆମେ କ'ଣ କରିବା ନା, ତେଲରେ ପ୍ରଥମେ ସୁଜିଟାକୁ ଟିକେ ଭାଜିଦେବା, ଯେମିତି ଟିକେ ହାଲକା ସୁଜିର କଲର୍ ଚେଞ୍ଜ ହେଇଯିବ। ତ ଦେଖିବେ ଭାଜିବା ଦ୍ୱାରା କ'ଣ ହେବ ନା, ଦେଖିବେ ମାନେ ଉପମାଟା ହାତକୁ ମାନେ ଟୋଟାଲ୍ ଜନ୍ତୁଣି ଭଳି ହେବନି, ଖାଇବାକୁ ବହୁତ ବଢ଼ିଆ ଲାଗିବ। ଆଉ ଟମାଟୋ ପୁଣି ଶୁଖିଲା ଲଙ୍କା, ଏଠି ମୁଁ ଅଧିକ କ୍ୱାଣ୍ଟିଟିରେ ଟମାଟୋ ନେଇଛି। ଟମାଟୋ ପୁଣି ସେଥିରେ ଶୁଖିଲା ଲଙ୍କାକୁ ଆମେ କ'ଣ କରିବା, ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ଫାଇନ୍ ପେଷ୍ଟ ବନେଇକି ରେଡ଼ି କରିଦେବା। ତାକୁ ଆମେ ବି ସାଇଡ଼୍‌ରେ ରଖିଦେବା। ତାପରେ ଦେଖନ୍ତୁ ସେଇ କରେଇଟି ନେବା, ସେଥିରେ ଏଡ଼୍ କରିଦେବା ଜିରା, ପୁଣି ବିରି ଡାଲି ଏଡ଼୍ କରିବା, କାଜୁ ଏଡ଼୍ କରିବା, କଞ୍ଚା ଲଙ୍କା ଏଡ଼୍ କରିବା। କାଜୁଟା ଏଠି ପୁରାପୁରି ଅପସନାଲ୍ ଅଛି। ଆଉ ପୁଣି ଏହି ସମୟରେ ଆପଣମାନେ ଚାହିଁଲେ ଅଦା ବି ଏଡ଼୍ କରିପାରିବେ। ଅଦାକୁ ଛୋଟ ଛୋଟ ପିସେସ୍‌ରେ କଟିଂ କରି, ଏଠି ମୁଁ ଅଦାଟାକୁ ସ୍କିପ୍ କରିଦେଇଛି। ତ ଏବେ ପୁଣି ଥରେ ଆମେ ସେଥିରେ ଏଡ଼୍ କରିଦେବା। ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ପନିପରିବା ଏଡ଼୍ କରିପାରିବେ। ତ ଏଠି ଦେଖନ୍ତୁ ମୁଁ ଗାଜର ଏଡ଼୍ କରିଛି, ପୁଣି ସେଥିରେ ମଟରକୁ ଏଡ଼୍ କରିଦେଲି। ଗାଜର ମଟରକୁ ଟିକେ ମିକ୍ସ କରିଦେବା। ଆମେ ଟିକେ ହାଲକା ଟିକେ ଯେମିତି ଗାଜର ମଟରଟା ସିଝିଯିବ, ତା'ର କଞ୍ଚା ଫ୍ଲେଭର ଚାଲିଯିବ, ସେ ପର୍ଯ୍ୟନ୍ତ ଆକୁ ଟିକେ ଆମେ ଭାଜିବା। ଭାଜି ହେଇସାରିବା ପରେ ଦେଖନ୍ତୁ ଏଇଥିରେ ଟମାଟୋ ପୁଣି ଶୁଖିଲା ଲଙ୍କାର ପେଷ୍ଟ ଏଡ଼୍ କରିବା। ଆପଣମାନେ ଟମାଟୋ ସିଜନ୍ ଯେହେତୁ ଏବେ ଚାଲିଛି, ଅଧିକ କ୍ୱାଣ୍ଟିଟିରେ ପ୍ରଚୁର ମାତ୍ରାରେ ଟମାଟୋ ମିଳେ। ଟମାଟୋ ଆପଣମାନେ ତ ଅନେକ ଥର ଉପମା ବନେଇଥିବେ, କିନ୍ତୁ ଟମାଟୋ ଉପମା ଥରେ ବନେଇକି ଦେଖନ୍ତୁ, ସ୍ୱାଦ ହିଁ ଭୁଲି ପାରିବେନି, ବହୁତ ସ୍ୱାଦିଷ୍ଟ ଲାଗେ ଖାଇବା ପାଇଁ। ମାନେ ବିନା ତରକାରୀରେ ବି ଏଇ ଉପମା ରେସିପିଟି ଆପଣମାନେ ଖାଇପାରିବେ। ତ ଦେଖନ୍ତୁ ଏଇଥିରେ ମୁଁ ଅଧିକା କ୍ୱାଣ୍ଟିଟି ଟମାଟୋ ଏଡ଼୍ କଲି। ଆଉ ଟମାଟୋକୁ ସବୁବେଳେ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଏଡ଼୍ କରିବେ। ତ ଦେଖିବେ ଟମାଟୋ ଫ୍ଲେଭର ଲାଗିବ, ଖାଇବାକୁ ବହୁତ ବଢ଼ିଆ ଲାଗିବ। ଟମାଟୋ ଯେମିତି ଜଲ୍ଦି ସିଝିଯିବ, ଆମେ ସେଥିରେ ପ୍ୟୁରି ଏଡ଼୍ କରିଛନ୍ତି, ଫିର୍ ବି ତା'ର କଞ୍ଚା ସ୍ମେଲ୍ ଜଲ୍ଦି ଯିବ, ସେଥିପାଇଁ ଦେଇଦେବେ। ସ୍ୱାଦ ଅନୁସାରେ ଲୁଣକୁ ଏଡ଼୍ କରିଦେବା ଏହି ସମୟରେ। ଆଉ ସେଥିରେ ହାଫ୍ ଚାମଚ ହଳଦୀ ଗୁଣ୍ଡ କଲର୍ ପାଇଁ ଏଡ଼୍ କରିବା। ଆଉ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତ ଫ୍ରେଣ୍ଡସ୍, ଆପଣମାନେ ଉପମା ଅନେକ ଥର ବନେଇଥିବେ, କିନ୍ତୁ ଏଇ ତରିକାରେ ଥରେ ମାତ୍ର ଉପମା ବନାନ୍ତୁ। ଆଉ କମେଣ୍ଟ ବକ୍ସରେ ମୋତେ କମେଣ୍ଟ କରନ୍ତୁ, ମାନେ ସବୁ ଉପମାଠୁ ଏଇ ଉପମାଟି ଅଲଗା ରହିବ, ପୁରାପୁରି ସ୍ପେଶାଲ୍ ଉପମା ରେସିପି। ତ ଦେଖନ୍ତୁ ଏଠି ପୁରା ମାନେ ଟମାଟୋ ବି ପୁରା ସିଝିଗଲା, କଲର୍ ପୁରା ଚେଞ୍ଜ ହେଇସାରିଲା। ଆଉ ପରଫେକ୍ଟଲି ଏଠି ଆମର ମାନେ କଷା ଆମର ରେଡ଼ି ହେଇସାରିଛି। ଟମାଟୋ ମଟର ସବୁ ଆମର ଏଠି ସିଝି ବି ଯାଇଛି। ତ ଏବେ ଆମେ ଯେହେତୁ ଗୋଟେ ଗିନା ନେଇଥିଲେ ଆମେ ସେଥିରେ ସୁଜି, ତ 2 ଗିନା ଆମେ ସେଥିରେ ପାଣି ଏଡ଼୍ କରିବା। ସବୁବେଳେ ଯେତିକି ସୁଜିରେ ବନେଇବାକୁ ଚାହିଁବେ ତା'ର ଡବଲ୍ କ୍ୱାଣ୍ଟିଟି ପାଣି ଏଡ଼୍ କରିବେ। ତ ଉପମାଟା ଦେଖିବେ ପୁରା ପରଫେକ୍ଟ ବନିବ, ପୁରା ଖିଲା ଖିଲା ବନିବ। ମାନେ ଉପମାଟା ଜନ୍ତୁଣି ଭଳି ବନିବନି। ଦେଖିବେ ଜନ୍ତୁଣି ଭଳି ଯଦି ବନିଯିବ ତାହେଲେ ଖାଇବାକୁ ଟେଷ୍ଟି ଲାଗିବନି। ଦେଖିବେ ଝୁରଝୁରିଆ ଯଦି ଉପମାଟା ବନିଲା, ଯେମିତି ହାତକୁ ଲାଗିବନି, ତ ଦେଖିବେ ଉପମାଟା ବହୁତ ବଢ଼ିଆ ଲାଗିବ। ତ ଏଠି ପାଣିଟା ଟିକେ ଫୁଟିଲା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବା। ପାଣିଟା ଟିକେ ଫୁଟି ସାରିବା ପରେ ଆମେ ସେଥିରେ ଏଡ଼୍ କରିଦେବା ସୁଜିକୁ। ଗୋଟେ ଦେଖନ୍ତୁ ଏଠି ଗୋଟେ ବେଲାରେ ଏମିତି ମିକ୍ସ କରୁଥିବେ, ଆଉ ଗୋଟେ ସାଇଡ଼୍‌ରେ ଟିକେ ପକାଉଥିବେ। ତ ଦେଖିବେ ମାନେ ଗୁଳା ବନିବନି, ଆଉ ପରଫେକ୍ଟ ପୁରା ଉପମାଟା ଆମର ବନିକି ରେଡ଼ି ହେବ। ତ ଦେଖନ୍ତୁ ଏକ୍ସଟ୍ରା ଆଉ ଟିକେ ଲାଗିଛି ସେଥିରେ ସୁଜି, ମୁଁ ତାକୁ ବି ସେଥିରେ ଏଡ଼୍ କରିଦେଲି। ତ ଏଇଭଳି ପ୍ରୋସେସ୍‌ରେ ମିକ୍ସ କରିଦେବା। ତ ଦେଖନ୍ତୁ ଉପମାଟା ତ ସବୁବେଳେ ଦେଖିବେ ପୁରା ଇଜି ବନେଇବାଟା, ସବୁଠୁ ଇଜି ଜଳଖିଆ ହେଲା ଉପମା। ତ ଲାଷ୍ଟରେ ଆମେ ଅଳ୍ପ ଟିକେ ଆମେ ସେଥିରେ ଏଡ଼୍ କରିଦେବା ଘିଅ। ଯେହେତୁ ଆମେ ବିନା ପିଆଜ ରସୁଣର ବନାଉଛନ୍ତି, ସେଥିପାଇଁ ମୁଁ ଏଠି ଘିଅ ଏଡ଼୍ କରିଛି। ଘିଅ ଏଠି ପୁରାପୁରି ଅପସନାଲ୍ ଅଛି। ଆଉ ଦେଖିବେ ଘିଅ କି ତେଲ ଯଦି ଉପମା ବନି ସାରିବା ପରେ ଅଳ୍ପ ଟିକେ ସେଥିରେ ଉପରେ ଏଡ଼୍ କରିବେ, ଏଇଟା ପୁରାପୁରି ଅପସନାଲ୍ ଅଛି। ଯଦି ଆପଣମାନେ ଅଧିକ ଅଏଲି ଖାଇବା ପସନ୍ଦ କରନ୍ତିନି ତାହେଲେ ସ୍କିପ୍ କରିପାରିବେ। ଯଦି ଏଡ଼୍ କରିବେ ତାହେଲେ ଉପମାଟା ଦେଖିବେ ମାନେ ପୁରା ଜନ୍ତୁଣି ଭଳି ଲାଗିବନି, ଆଉ ଖାଇବାକୁ ପୁରା ଟେଷ୍ଟି ଲାଗିବ। ତ ଦେଖନ୍ତୁ ଫାଇନାଲି ଆମର ସ୍ପେଶାଲ୍ ଉପମା ବି ବନିକି ରେଡ଼ି ହେଇସାରିଲାଣି।
ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି, ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍‌କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି, ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ, ଫାଇନାଲି ଆମର ସ୍ପେଶାଲ୍ 2ଟା ଯାକ ରେସିପି ବନିକି ରେଡ଼ି ହେଇସାରିଛି। ତ ଆପଣମାନେ ବି ଘରେ ବନାନ୍ତୁ। କେଉଁ ରେସିପିଟା ଆପଣମାନଙ୍କୁ ଅଧିକ ପସନ୍ଦ ଆସିଲା, ଆଉ କେଉଁ ରେସିପିଟା ଆପଣମାନେ ଘରେ ବନେଇଲେ ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ମୋତେ ବି ଖୁସି ଲାଗିବ ଆପଣମାନେ ମୋ ଭିଡ଼ିଓ ଦେଖୁଛନ୍ତି ଆଉ ବନାଉଛନ୍ତି। ତ ଆପଣମାନେ ତ ଭିଡ଼ିଓ ଦେଖୁଛନ୍ତି ଫ୍ରେଣ୍ଡସ୍, କିନ୍ତୁ କମେଣ୍ଟ କରୁନାହାନ୍ତି। ଆପଣମାନେ ପ୍ଲିଜ୍ କମେଣ୍ଟ କରନ୍ତୁ, ମୋତେ ବି ଖୁସି ଲାଗିବ। ତ ଆପଣମାନେ ଦେଖୁଛନ୍ତି ଭିଡ଼ିଓ ଆଉ କମେଣ୍ଟ ବକ୍ସରେ ମୋତେ କମେଣ୍ଟ କରୁଛନ୍ତି। ଆପଣମାନଙ୍କର ଗୋଟେ ଗୋଟେ କମେଣ୍ଟ ମୋର ମୋଟିଭେସନ୍କୁ ବଢ଼ାଇଥାଏ। ତ ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।